ଆପଣମାନଙ୍କ ଘରେ ପ୍ରବଳ ମୂଷା ହେଉଛନ୍ତି କି? ତ ସେଇ ମୂଷାକୁ ଆମେ ବିନା ମେଡ଼ିସିନରେ ବା ବିନା ପଇସାରେ କେମିତି ଘରୁ ବାହାର କରିବା ତା'ର ଗୋଟେ ସୁନ୍ଦର ସଲ୍ୟୁସନ୍ ମୁଁ ଆଣିଛି। ଜୟ ଜଗନ୍ନାଥ, ୱେଲକମ୍ ବ୍ୟାକ୍ ମାଇ ୟୁଟ୍ୟୁବ୍ ଚ୍ୟାନେଲ୍। ଚାଲନ୍ତୁ ଦେଖିନେବା ମୁଁ ମୂଷାଙ୍କୁ ଘରୁ କେମିତି ଭଗଉଛି ପୁରା ଘରୋଇ ଟିପ୍ସରେ। ଆପଣମାନେ ଜାଣିଥିବେ ମୂଷା ତ ସାଧାରଣତଃ ସମସ୍ତଙ୍କ ଘରେ ବହୁତ ହଇରାଣ କରିଥାନ୍ତି। ମୂଷା ଆମର ଦରକାରୀ କାଗଜପତ୍ର ହେଉ, ପୋଷାକ ହେଉ, ଖାଦ୍ୟ ହେଉ ସବୁ ନଷ୍ଟ କରିଥାନ୍ତି। ତ ସେହି ମୂଷାଙ୍କୁ ଆମେ କେମିତି ଘରୋଇ ଉପାୟରେ ଭଗେଇବା। ତ ମୁଁ ନେଇଛି ଏଠି ଗୋଟେ ବଡ଼ ଚାମଚ ଅଟା ତ ସମସ୍ତଙ୍କ ଘରେ ଥାଏ। ଯଦି ଆପଣମାନଙ୍କ ଘରେ ଅଟା ନଥିବ ତାହେଲେ ଆପଣମାନେ ବେସନ ନେଇପାରିବେ। ଆଉ ସେହି ଅଟାରେ ମୁଁ ମିଶାଉଛି କିଛି କଞ୍ଚା ଲଙ୍କା, ଯେଉଁଟାକି ରାଗ ଥିବ। ତ କଞ୍ଚା ଲଙ୍କା ବି ସମସ୍ତଙ୍କ ଘରେ ଆମର ଥାଏ। ତ ଯେଉଁ ଟିପ୍ସ ମୁଁ ଆପଣମାନଙ୍କୁ ଦେଖାଉଛି ସେଇଟା ଆପଣମାନେ ପୁରା ଜିରୋ କଷ୍ଟରେ କରିପାରିବେ। ଆଉ ଆପଣମାନେ ଖୁବ୍ କମ୍ ସମୟ ଭିତରେ ବିନା ପଇସାରେ ଆପଣମାନେ ଏହାର ଭଲ ରେଜଲ୍ଟ ପାଇପାରିବେ। ତ କଞ୍ଚା ଲଙ୍କା ତ ସମସ୍ତଙ୍କ ଘରେ ଥାଏ। ତ ମୂଷା ହେଉଛି ସମସ୍ତଙ୍କର ଗୋଟେ ବଡ଼ ସମସ୍ୟା। ସମସ୍ତଙ୍କ ଘରେ ଦେଖିବେ ସାଧାରଣତଃ ମୂଷା ବହୁତ କଲବଲ କରିଥାଏ। ତ ମୁଁ ଏଠି ଅଳ୍ପ କିଛି ଲଙ୍କାକୁ କିଛି କାଟିକିରି ନେଇଛି, ଆପଣମାନେ ଚାହିଁଲେ ଛେଚିକି ନେଇପାରିବେ। ଆଉ ସେଥିରେ ଆପଣମାନେ ମିଶାଇବେ କିଛି ଟେଲକମ୍ ପାଉଡ଼ର, ଯେଉଁଟାକି ସମସ୍ତଙ୍କ ଘରେ ଆବଶ୍ୟକ ବା ସମସ୍ତେ ଏଇଟାକୁ ୟୁଜ୍ କରିଥାନ୍ତି। ତ ଆମେ ଗୋଟିଏ ପାଉଡ଼ର ସାହାଯ୍ୟରେ କେମିତି ମୂଷାକୁ ଘରୁ ବାହାର କରିବା ତା'ର ଗୋଟେ ସୁନ୍ଦର ଭିଡ଼ିଓ ମୁଁ ଆପଣମାନଙ୍କ ସହିତ ସେୟାର କରୁଛି। ତାପରେ ଆପଣମାନେ ଅଟା, ପାଉଡ଼ର ଆଉ କଞ୍ଚା ଲଙ୍କା ଯେଉଁ ଆପଣମାନେ କାଟିଛି ତାକୁ ମୁଁ ଭଲ କରି ମିଶାଇ ଦେବି। ତାପରେ ଆପଣମାନେ ସେଥିରେ ପକାଇବେ କିଛି ପାଣିଟା ଆପଣମାନେ ଦେଖିକିରି ପକାଇବେ। ଯଦି ଆପଣମାନଙ୍କର ବହୁତ ମୂଷା ଆପଣମାନେ ଫିଲ୍ କରୁଛନ୍ତି ଆପଣମାନଙ୍କ ଘରେ ଅଛନ୍ତି, ତାହେଲେ ଆପଣମାନେ ଏହାର ସବୁ କ୍ୱାଣ୍ଟିଟିକୁ ଆଉ ଟିକେ ଅଧିକ ବେଶୀ କରିପାରିବେ। ତ ପାଉଡ଼ର ହେଉଛି ଏଥିପାଇଁ ମୁଁ ୟୁଜ୍ କରୁଛି ନା ପାଉଡ଼ରର ସ୍ମେଲ୍ଟା ଟିକେ ମୂଷାମାନଙ୍କୁ ଭଲ ଲାଗିନଥାଏ। ଆଉ ଅଟା ଏଥିପାଇଁ ୟୁଜ୍ କରୁଛି କାରଣ ଅଟା ହେଉଛି ମୂଷାମାନେ ଟିକେ ଖାଇବା ପାଇଁକା ପସନ୍ଦ କରିଥାନ୍ତି। ଆଉ ରାଗ ଏଥିପାଇଁ ପକାଇଲି କି ରାଗଟା ଖାଇଲେ ସେମାନଙ୍କର ପାଟି ପୋଡ଼ିଥାଏ ଆଉ ସେମାନେ ସେ ଜାଗାକୁ ଆସିବା ପାଇଁକା ସାହସ କରିନଥାନ୍ତି। ତ ମୁଁ ଟିକେ ପତଳା ହୋଇଗଲା, ତ ସେଥିପାଇଁ ମୁଁ ଆଉ ଟିକେ ପାଉଡ଼ରକୁ ୟୁଜ୍ କଲି। ଯଦି ଆପଣମାନଙ୍କ ଘରେ ଏସ୍ପିଆର୍ ପାଉଡ଼ର ଥିବ ତାହେଲେ ଆପଣମାନେ ମଧ୍ୟ ଆରାମସେ ୟୁଜ୍ କରିପାରିବେ। କୌଣସି ଜିନିଷକୁ ବେକାର ଭାବିକିରି ଆପଣମାନେ ଫିଙ୍ଗିବେ ନାହିଁ। ସବୁ ଜିନିଷ ଆମର ବହୁତ ଦରକାର, ଆଉ ଟିକେ ମାଇଣ୍ଡ ଖର୍ଚ୍ଚ କରି ଆମେ ତା'ର ରିୟୁଜ୍ କରିପାରିବା। ତ ଦେଖନ୍ତୁ ସବୁ ମୋର ବନିଗଲା। ତ ତା'ର ମୁଁ ଗୋଟେ ପେଷ୍ଟ ବନେଇ ନେଲି। ଆପଣମାନେ କିଛି ପେପର୍ ନେବେ। ପେପର୍ ଟିକେ ପତଳା ହେବନି, ଟିକେ ମୋଟା ପେପର୍ ହେଇଥିବା ଦରକାର, କାରଣ ଯେଉଁ ସଲ୍ୟୁସନ୍ଟା ଆମେ ବନେଇଛେ ସେ ସଲ୍ୟୁସନ୍ଟା ଆପଣମାନଙ୍କୁ ଟିକେ ନାକୁ ପେପର୍ଟା ଯେମିତି ନ ଭେଦିବ ତା'ର ଗୋଟେ ସୁନ୍ଦର ବାଟ ଆପଣମାନଙ୍କ ସହିତ ମୁଁ ସେୟାର କରୁଛି, ଯାହାକି ଆପଣମାନେ ବଜାରରୁ କୌଣସି ମେଡ଼ିସିନ୍ ଆଣିବେନି। ଆପଣମାନଙ୍କୁ ପଇସା ଖର୍ଚ୍ଚ କରିବା ପାଇଁ ପଡ଼ିବନି। ମୂଷା ହେଉଛି ଯଦି ମେଡ଼ିସିନ୍ ଦ୍ୱାରା ଆପଣମାନେ ତାଙ୍କୁ ମାରିବେ ତାହେଲେ ସେମାନେ କେଉଁଠି ରହିବେ ଆପଣମାନେ ଜାଣି ହିଁ ପାରିବେନି। ତ ଆପଣମାନେ ମୂଷାଙ୍କୁ ନ ମାରି ସିଧା ଘରୁ ବାହାର କେମିତି କରିବେ ସେ ଜାଗାକୁ, ଆଉ ସେମାନେ ଦ୍ୱିତୀୟ ଥର ଆସିବେ ନାହିଁ। ତ ଦେଖନ୍ତୁ ମୁଁ ଟିକେ ମୋଟା ପେପର୍ ନେଇଛି, ତାକୁ ଆପଣମାନେ ଏମିତି ଫୋଲ୍ଡ କରିନେବେ, ଯାହାକି ସେ ଯେଉଁ ସଲ୍ୟୁସନ୍ଟା ଭିତରେ ରଖିছে ନା ସେଇଟା ବାହାରକୁ ଦେଖାଯିବ ନାହିଁ। ତ ସେମାନେ ଯେତେବେଳେ କାଗଜ କାଟିବା ପାଇଁକା ସେମାନେ ଆସିବେ, ତ ତା ଭିତରେ ଯେଉଁ ଆମେ ସଲ୍ୟୁସନ୍ଟା ଦେଇଛେ ତାକୁ ଖାଇଲା ମାନେ ସେମାନେ ଆଉ ସେଠାକୁ ଆସିବେ ନାହିଁ। ତ ଆଶା କରୁଛି ଆଜିର ଟିପ୍ସଟି ଆପଣମାନେ ସବୁ ଗୁଣିବା ପାଇଁ ନିହାତି ଜରୁରୀ, କାରଣ ମୂଷା ସମସ୍ତଙ୍କ ଘରେ ରହିଥାଏ। ତ ତାକୁ ଆମେ ବିନା ମେଡ଼ିସିନରେ ଏହି ପ୍ରକାରର ତାଙ୍କୁ ଆମେ ଘରୁ ବାହାର କରିବା କି ସେମାନେ ଆଉ ପୁନର୍ବାର ଏଠାକୁ ଆସିବେ ନାହିଁ। ତ ଆପଣମାନେ ଧ୍ୟାନର ସହ ଭିଡ଼ିଓକୁ ଫାଷ୍ଟରୁ ଲାଷ୍ଟ ପର୍ଯ୍ୟନ୍ତ ଦେଖନ୍ତୁ, ଆଉ ଏହି ଟିପ୍ସଟି ଘରେ ନିହାତି ଭାବରେ ୟୁଜ୍ କରନ୍ତୁ। ଦେଖିବେ ଆପଣମାନଙ୍କର ବହୁତ ବେନିଫିଟ୍ ମିଳିବ। ଆଉ ଯେଉଁମାନେ ମୋ ଚ୍ୟାନେଲରେ ନୂଆ ଥିବେ ପ୍ଲିଜ୍ ସବସ୍କ୍ରାଇବ୍ କରିବା ପାଇଁ ଆଦୌ ଭୁଲିବେନି। ଆଉ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବେ। ରହୁଛି, ଜୟ ଜଗନ୍ନାଥ। ଦେଖା ହେବା ଏକ ନେକ୍ସଟ ଭିଡ଼ିଓରେ।